ଆଜି ସକାଳୁ ଟିକେ ଜଲ୍ଦି ଉଠିଥିଲି। ଭାବିଥିଲି ଆଜିର ଦିନଟି ଶାନ୍ତ ଆଉ ସୁନ୍ଦର ଭାବରେ ଆରମ୍ଭ ହେବ। କିନ୍ତୁ ସ୍ୱାମୀ କହିଲେ, ଚାଲ ଟିକେ ବାହାରେ ବୁଲି ଆସିବା। ଦୁହେଁ ଗାଡ଼ି ନେଇ ବାହାରିଲୁ। ଖାଲି ରାସ୍ତା ଓ ସକାଳର ସୁନ୍ଦର ପରିବେଶ। ଆକାଶରେ ସୂର୍ଯ୍ୟଙ୍କ କୋମଳ କିରଣ ଆଉ ପ୍ରକୃତିର ନୀରବ ସୌନ୍ଦର୍ଯ୍ୟ ମନକୁ ଏକ ଅଲଗା ଶାନ୍ତି ଦେଉଥିଲା। କିନ୍ତୁ ସ୍ୱାମୀଙ୍କର ପ୍ଲାନିଂ କିଛି ଅଲଗା ଥିଲା। ସେ ମୋତେ ଗାଡ଼ି ଶିଖିବା ପାଇଁ ନେଇକି ଆସିଥିଲେ। ସେ ଯାହା ବି ହେଉ, ଶେଷରେ ମୋତେ ସେ ଗାଡ଼ି ଶିଖେଇଲେ ଆଉ ମୁଁ ଗାଡ଼ି ଚଲେଇଲି। ଆଉ ସେ ମୋ ପଛରେ ବସିଥିଲେ, ମୋତେ ଗାଇଡ଼୍ କରୁଥିଲେ। ଗାଡ଼ି ଶିଖିବା ପରେ ଟିକେ ବଜାର ଆଡ଼େ ବୁଲିଗଲୁ। ସେଠାରୁ କିଛି ପରିବା, ତାଜା ମାଛ ନେଇ ଆସିଲୁ। ସ୍ୱାମୀ ପଚାରିଲେ, କ'ଣ ଖାଇବ? ମୁଁ କହିଲି, ଦହିବରା। ଦହିବରା ମଧ୍ୟ ଆଣିଥିଲୁ। ସତ କହିଲି, ନିଜ ଲୋକଙ୍କ ସହିତ ବିତେଇଥିବା କିଛି ସାଧାରଣ ମୁହୂର୍ତ୍ତ ପରେ ସ୍ମୃତି ହୋଇ ରହିଯାଏ।